ঠিক জগন্নাথটা পড়লো, জগন্নাথ বড় जगन्नाथ 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 रक्ष मां। जगन्नाथ 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 पाहि 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 मां। ଗୁଣ୍ଡିଚା ଠାରୁ ବାହୁଡ଼ା ପର୍ଯ୍ୟନ୍ତ ଯାତ୍ରା ଜଗନ୍ନାଥଙ୍କର ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହୁଏ। ଲୋକ କଥାରେ ଶୁଣାଯାଏ କେବେ ଗୋଟିଏ ରଥ ହେଇଛନ୍ତି, କେତେବେଳେ ନଈ ଗୋଟେ ମଝିରେ ଗୋଟିଏ ନଦୀ ଥିଲା, ସେ ନଦୀର ଗୋଟିଏ ପାଖରେ ଗୋଟିଏ ରଥ ଯାଇ ପହଞ୍ଚୁଥିଲା, ସେଠୁ ଡଙ୍ଗାରେ ପ୍ରଭୁ ଜଗନ୍ନାଥ ପୁଣି ଆଉ ଗୋଟିଏ ରଥରେ ଯାଉଥିଲେ। ଏମିତି ସବୁ କଥା ସବୁ ଶୁଣିବାକୁ ମିଳେ। ସେ ହେଉଛି ଗୋଟେ ସମୟର କଥା, ସମୟର ଆହ୍ୱାନ। ଏଇ ଜଗନ୍ନାଥଙ୍କ ପାଇଁ ଯଯାତି ଆଜି ଅମର ହେଇଯାଇଛନ୍ତି। ଯଯାତି ଖୋଜିଛନ୍ତି ଯେ ଓଡ଼ିଶାର ଯେ ଇଷ୍ଟ ସେ କେଉଁଠି କିପରି ଅଛନ୍ତି। ସେତେବେଳେ କେହି ତା'ର ଉତ୍ତର ବି ଦେଇପାରିନାହାନ୍ତି। ଏଇ ଯଯାତିଙ୍କର କଥା ପରେ ଯେତେ ବର୍ଷ ପରେ ହଉ, କିଛି ବର୍ଷ ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସେ ଆସିଲେ। ସେ ମଧ୍ୟ ସେଇ ଜଗନ୍ନାଥଙ୍କର ବିଷୟରେ ଯେତେବେଳେ ପଚାରିବାକୁ ଚାହିଁଲେ, ଯାହାକୁ ପଚାରିଲେ ତତ୍କାଳୀନ ରାଜାମାନେ ମଧ୍ୟ ତାର ଉତ୍ତର ଦେଇପାରିଲେ। ତେବେ ସେ ଧ୍ୟାନସ୍ଥ ହେଇ ଜାଣନ୍ତୁ ବା ଜଗନ୍ନାଥ ତାଙ୍କୁ କୁହନ୍ତୁ, ସୋନପୁରର ପାତାଳି ଶ୍ରୀକ୍ଷେତ୍ରକୁ
ଶଙ୍କରାଚାର୍ଯ୍ୟଙ୍କ ସହିତ ଯାତ୍ରା କଲେ। ସେଠି ଗୋଟିଏ ବରଗଛକୁ ଲଗେଇ ଦେଇଥିଲେ। ସେ ବରଗଛ କଟା ହେଲା। ତା ଭିତରେ ଯେଉଁ ବ୍ରହ୍ମମୂର୍ତ୍ତି ଥିଲେ, ଦାରୁ ମୂର୍ତ୍ତି ନଷ୍ଟ ହୋଇଯାଇଥିଲେ। ଯେଉଁ ବ୍ରହ୍ମମୂର୍ତ୍ତି ଥିଲେ ତାକୁ ନେଇକରି ଆସିଲେ। ଏଠି ଆସି ପହଞ୍ଚିବା ପରେ ଜଗନ୍ନାଥଙ୍କର ସ୍ୱରୂପ କିପରି ଥିଲା, ଅପାଣିପାଦ ଯବନ ଗ୍ରହିତା, ଏଇ ଶ୍ଲୋକର ବ୍ୟାଖ୍ୟାଟା ବା ଅର୍ଥଟା ଯାହା ଜଗନ୍ନାଥଙ୍କର ସ୍ୱରୂପ ସେୟା। ଏଇ ସ୍ୱରୂପଟି ପ୍ରାଚୀନ ମନ୍ଦିରମାନ ଗୋଟିଏ ଦୁଇଟି କେଦାର ଗୌରୀ ବା ଲିଙ୍ଗରାଜ ମନ୍ଦିର ବୋଧେ ସେଠି ମୂର୍ତ୍ତିଟି ଥିଲା। ତେବେ ଶଙ୍କରାଚାର୍ଯ୍ୟଙ୍କ ଆହ୍ୱାନରେ ଏ ମୂର୍ତ୍ତି ପ୍ରତିଷ୍ଠା ହେଲେ। ଦାରୁ ବ୍ରହ୍ମ କେଉଁଠୁ ଭାସି ଭାସିକିରି ଆସିକିରି ସମୁଦ୍ର କୂଳରେ ଲାଗିଲେ ସେ କଥା ଆମେ ଶୁଣିଛୁ, କିନ୍ତୁ ପ୍ରକୃତରେ ଦାରୁରେ ତିଆରି ହେଇଛନ୍ତି ଏବଂ ସେଇ ସମୁଦ୍ର କୂଳରୁ ସେ ଦାରୁକୁ ସେମାନେ ପାଇଛନ୍ତି। ଦାରୁ ଯେ ଦ୍ୱାରିକାରୁ ଭାସି ଭାସିକା ଆସିଲେ, ଗୋଟେ କୃଷ୍ଣଙ୍କର ଅସ୍ଥି ଦାରୁ ହେଇଗଲା, ଏସବୁ କଥା ବଢ଼ିଆ ମନକୁ କାହିଁ ପାଏନି। ଏବଂ ଏଇ ଦାରୁକୁ ଯେତେବେଳେ ଆଣିବାକୁ ଚାହିଁଲେ ସେ ଆସି ହେଲାନି, ବହୁତ କଷ୍ଟ ହେଲା। ଯିଏ ପ୍ରଥମେ ଏଇ ଦାରୁଙ୍କୁ ନୀଳମାଧବ ରୂପରେ ପୂଜା କରୁଥିଲେ ବିଶ୍ୱାବସୁ ଶବର, ତାଙ୍କୁ ହିଁ ଡାକ, ସେ ଆସିଲେ ଦାରୁ ବୋଧେ ଉଠିଲେ। ସେଇଆ ହେଲା। ବିଶ୍ୱାବସୁ ଆସିଲେ, ହାତଟି ଲଗାଇ ଦେବା ପରେ ଦାରୁ ଗଲେ ଏବଂ ମୂର୍ତ୍ତି ତିଆରି ହେଲେ। ତାପରେ ରାଜା ମହାରାଜଙ୍କ ସମୟରେ, ମରହଟ୍ଟାଙ୍କ ସମୟରେ, ଇଂରେଜମାନଙ୍କ ସମୟରେ ଅନେକ ନୀତିଗତି ପ୍ରଣୀତ ହେଲା। ଏ କଥା ହେଉଛି ଯେ ଗୁଣ୍ଡିଚାରୁ ବାହୁଡ଼ା ଏଇ ଯେଉଁ 9 ଦିନିଆ ଯାତ୍ରାଟି, ସେ ପ୍ରକୃତ 9 ଦିନ ଆଉ ହେଉନି, 12-13 ଦିନ ହେଇଯାଉଛି। ମାନେ ସୁନାର ବେଶ, ସେ କ'ଣ ଏମିତି ସବୁ, ହଁ, ଅଧରପଣା। କିନ୍ତୁ ଏ 9 ଦିନଟି ପ୍ରକୃତ କ'ଣ? ମୁଁ ତାକୁ ଭାବେ ବେଳେବେଳେ, ଗୋଟିଏ ମଣିଷ ସନ୍ତାନଟିଏ ମାତୃଗର୍ଭରେ ସମ୍ପୂର୍ଣ୍ଣ ପୂର୍ଣ୍ଣାଙ୍ଗ ହେବା ପାଇଁ ସେ 6-7 ମାସରେ ବି ହେଇଯାଏ, କିନ୍ତୁ ମୋଟାମୋଟି 9 ମାସ ପର୍ଯ୍ୟନ୍ତ ତାର ପୂର୍ଣ୍ଣାଙ୍ଗ ହେବା ପାଇଁ ମାନେ ଲାଗେ। ଆମର ଓଡ଼ିଶାର ସେଇ ଜଗନ୍ନାଥଙ୍କର ଅନନ୍ୟ ପଞ୍ଚସଖାଙ୍କ ମଧ୍ୟରୁ ଯଶୋବନ୍ତ ବି ଲେଖିଛନ୍ତି, ନବ ମାସେ ଚମଡ଼ାକୁ ଢାଙ୍କୁଣି ଦେଲା। ତେଣୁ ହୁଏତ ଜଗନ୍ନାଥଙ୍କର ଯାତ୍ରା ହେଉଛି ମାନବୀୟ ଲୀଳା। ତେଣୁ ମାନବୀୟ ଲୀଳାର ଯେଉଁ ମାନବମାନେ ଜନ୍ମ ହେଇଛନ୍ତି, ଏଇ ଯେଉଁ 9 ମାସଟାକୁ ସେ ଗୁରୁତ୍ୱ ଦେଇଛନ୍ତି ମାତୃଗର୍ଭରେ, ଜଗନ୍ନାଥ ସଂସ୍କୃତି ତାର ଆଜି ବି ସେଇ ସ୍ମୃତିଟାକୁ ବଜାୟ ରଖିଛି। ଏବେ ତ ଟେଷ୍ଟ ଭିତରେ ପୁଅ ଝିଅ ହେଉଛନ୍ତି,
ଏବେ ତ 6-7 ମାସରେ ବି ଛୁଆ ଜନ୍ମ ହେଉଛନ୍ତି। ତେଣୁ ଇଏ କଥା ପରେ ବି ପ୍ରାଚୀନ କଥା ହେଉଛି ଚିରନ୍ତନ ସତ୍ୟ। ଆମକୁ ଏତିକି ମନେ ରଖିବାକୁ ପଡ଼ିବ, ଗୋଟେ ଭାଗବତର ଗୋଟେ ପଦ, ଜନ୍ମ ମୃତ୍ୟୁ ପରିଜନ୍ତେ ଜୀବର ଧର୍ମ ବୋଲି ଜନ୍ମ ମୃତ୍ୟୁ ପରିଜନ୍ତେ ଜୀବର ଧର୍ମ ବୋଲି ଜନ୍ମ ମୃତ୍ୟୁ ପରିଜନ୍ତେ ଜୀବର ଧର୍ମ ବୋଲି ତେଣୁ ବର୍ତ୍ତମାନ ସେ ଜନ୍ମ ନେଉଛନ୍ତି ଗୁଣ୍ଡିଚାଙ୍କ। ଗୁଣ୍ଡିଚା ହେଉଛନ୍ତି ଯୋଗ ମାୟା। ଗୁଣ୍ଡିଚା ଜଣେ ରାଣୀ ଥିଲେ, ସେ କଥା ଅଲଗା କଥା, ସେ ସବୁ ଉପାଖ୍ୟାନ ମୋତେ କହିବାକୁ ମୋର ଇଚ୍ଛା ହୁଏନି। ସେ ହେଉଛନ୍ତି ଯୋଗ ମାୟା। ଏଇ ଯୋଗମାୟାଙ୍କର ଗର୍ଭରୁ ହିରଣ୍ୟ ଗର୍ଭ ସମବର୍ତ୍ତତାଗ୍ରେ, ଏଇ ହିରଣ୍ୟ ଗର୍ଭରୁ ଯୋଗମାୟା ସେ ଗୋଟାଏ ସ୍ୱରୂପକୁ ନିର୍ମାଣ କଲେ। ଏତିକି ହୁଏତ ଆମକୁ ବୁଝିବାକୁ ପଡ଼ିବ। ତେଣୁ ଗୁଣ୍ଡିଚା ହେଉଛନ୍ତି ମା। ତାପରେ ଅନେକ କଥା ସବୁ ଅଛି, ସେ ସବୁ ସେଇ ଗୁଣ୍ଡିଚା ହେଉଛନ୍ତି ମଙ୍ଗଳା। କାକଟପୁର ମଙ୍ଗଳା, ବାଟ ମଙ୍ଗଳା, ବଟ ମଙ୍ଗଳା, ସବୁଯାକ ସେଇ। ଗୁଣ୍ଡିଚା ଘରେ ଯେତେବେଳେ ଠାକୁରଙ୍କର ବିଜେ ହୁଏ, ଗୋଟିଏ କଥା ମୋତେ ବେଶୀ ଭଲ ଲାଗେ କହିବାକୁ। ବର୍ଷକ ଯାକ ଶ୍ରୀମନ୍ଦିରରେ ତୁମେ ଅଭଡ଼ା ଖାଇବା ଯାହା, ଗୁଣ୍ଡିଚା ମନ୍ଦିରରେ ଥରେ ଯଦି ଅଭଡ଼ା ଖାଇଲ, ତାହେଲେ ସେ ସେଇ ପୁଣ୍ୟଟା ପାଇବ। ତେବେ ଏଇ କଥାଟି କ'ଣ ବାର୍ତ୍ତା ଆମ ସମାଜକୁ ଦେଉଛି? ଏଇ ବାର୍ତ୍ତାଟି ସମାଜକୁ ଦେଉଛି, ଆମେମାନେ ଜାଣିବା ଉଚିତ। ତୁମେ ତୁମ ଘରେ ଖାଉଛ, ହୋଟେଲରେ ଖାଉଛ, ଢାବାରେ ଖାଉଛ, ଆଉ ଶ୍ୱଶୁର ଘରେ ଖାଉଛ, ବନ୍ଧୁବାନ୍ଧବ ଘରେ କେତେ କ'ଣ ଖାଉଛ, କେତେ ପ୍ରକାର ଖାଉଛ, କିନ୍ତୁ ଭୋଜନ ମାତୃହସ୍ତେଷୁ। ଆଜିର ପିଲାମାନେ ବାହା ହେଇକି ସାରିବା ପରେ ବାପା ମାଆଙ୍କୁ ଯଥାସ୍ଥାନରେ ରଖି ସେ ଆମେରିକା, ରଷିଆ, ଚୀନ, ଜାପାନ, ଇଂଲଣ୍ଡ, ଜର୍ମାନ ସବୁ ଚାଲିଯାଉଛନ୍ତି। ଯେତେବେଳେ ବି ବର୍ଷେ 2 ବର୍ଷ 3 ବର୍ଷ ପରେ ଆଉଛନ୍ତି, ସିଏ ମାର ହାତ ରନ୍ଧା ପିତା ଶାଗ, ଖଡ଼ା ଶାଗ, କଖାରୁ ଶାଗ, କି ଆଉ ସବୁ ଆଳୁ ଭଜା, କି ପଖାଳ, ସଜନା ଛୁଇଁ ଭଜା, ସେଗୁଡ଼ିକ ତାଙ୍କୁ ଆଉ ରୁଚୁନି। ସକାଳୁ ଚକୁଳି ପିଠା ସେ ବି ରୁଚୁନି। ସିଏ ଗୋଟେ ଅଦ୍ଭୁତ ଖାଦ୍ୟ ତାକୁ ଖାଉଛନ୍ତି, ତାକୁ ବି ମା ବନେଇ ପାରୁନି, ତାଙ୍କ ସହଧର୍ମିଣୀ ବନଉଛନ୍ତି।
ତେଣୁ ଯିଏ ମାଆକୁ ଚିହ୍ନି ନେଇ ସେ କେମିତି ଦୁନିଆଟାକୁ ଚିହ୍ନିବ? ମାଆକୁ ଚିହ୍ନି କିନ୍ତୁ ଏଇଟା ବର୍ତ୍ତମାନ ଓଲଟା ହେଇଗଲା। ଆମେ ମାଇପକୁ ଚିହ୍ନୁଛୁ କିନ୍ତୁ ମାଆକୁ ଚିହ୍ନି ପାରୁଛୁ। ମାଇପ କହିଲେ ଭାର୍ଯ୍ୟା, ମାଇପ କହିଲେ ସହଧର୍ମିଣୀ, ଧର୍ମପତ୍ନୀ ଇତ୍ୟାଦି। ତେଣୁ ଇଏ ହେଉଛି ଜଗନ୍ନାଥ ସଂସ୍କୃତିର ସମଗ୍ର ବିଶ୍ୱ ମଣିଷକୁ ବାର୍ତ୍ତା। ତୁମେ କ'ଣ ଖାଉଛ ଖାଅ, କିନ୍ତୁ ମା ହାତରୁ ଥରେ ପ୍ରସାଦ ବା ଖାଦ୍ୟ ଟିକେ ଖାଇବାକୁ ଇଚ୍ଛା କର, ଖାଇବାକୁ ଆସ। ଯେଉଁଦିନ ତୁମେ ଜନ୍ମ ହେଇଥିଲ ସେଦିନ ତୁମ ପାଖରେ ତୁମ ସ୍ତ୍ରୀ ନଥିଲେ, ସିଏ ତୁମକୁ କିଛି ଭାତ ଡାଲି ତରକାରୀ ଖୁଆଇ ନଥିଲେ। ସେଦିନ ହିଁ ପ୍ରଥମ ଖାଦ୍ୟ ଦେଇଥିଲା ମା। ମାଆର ସ୍ତନରୁ ତୁମେ ପ୍ରଥମ ଖାଦ୍ୟ ଖାଇଥିଲ। ଆଜି ବି ସେଇ ମା ନଥିଲେ ବି ମାତୃ ସମାନର ଅନେକ ଲୋକ ଅଛନ୍ତି। ମା ଥିଲେ ବି ତମେ ଖାଉନା, ମା ନଥିଲେ ବି ଖାଉ। ତେଣୁ ମା ସ୍ନେହମୟୀ। ଆମେ ଶାରଦାଙ୍କ ଭୋଗ ଖାଉଛୁ, ବିମଳାଙ୍କ ଭୋଗ ଖାଉଛୁ, କେତେ କୋଉ ବୈଷ୍ଣବ ଦେବୀଙ୍କ ଭୋଗ ଖାଇଛୁ। ମାନେ ଏସବୁ ମାଙ୍କର ଭୋଗ। କିନ୍ତୁ ମାଙ୍କର ଭୋଗ ହେଉଛି କ୍ଷୀର, ଦହି, ଘିଅ, ଛେନା, ସର, ଲବଣୀ। ଆଉ ମାର ହାତ ପରସା ରନ୍ଧା ଭାତ, ଡାଲି, ଆଳୁ ଚକଟା। ଆକୁ ଯିଏ ନ ଖାଇଛ ପୁଣି ଥରେ ଖାଇବାକୁ ଚେଷ୍ଟା କର। ତମ ନୂଆ ସଂକଳ୍ପକୁ ଛାଡ଼ି ପୁଣି ଥରେ ସେଇ ପୁରୁଣା ଖୋଜ। ମାତୃକୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ। ମାତୃ କୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ। ତାକୁ ଆଉ ଟିକେ କହିବା। ମାତୃକୃପା ହେଲେ ପିତାଙ୍କୁ ପାଇବ, ଗୁରୁ କୃପା ହେଲେ ନିର୍ବାଣ ଲଭିବ। ମାତୃ କୃପା ହେଲେ ପିତାଙ୍କୁ ପାଇବ, ଗୁରୁ କୃପା ହେଲେ ନିର୍ବାଣ ଲଭିବ। ତମେ କହିବ ନାଇଁ ନାଇଁ ଏଇଟାକୁ ତାହେଲେ ଆଗ କରିବା। କେଉଁଟାକୁ? ଗୁରୁ କୃପା ହେଲେ ନିର୍ବାଣ ଲଭିବ, ମାତୃକୃପା ହେଲେ ଆଉ ଗୋଟେ କ'ଣ ପାଇବ? ନା, ତା ହବନି। ତୁମେ ସମ୍ବିଧାନକୁ ଭାଙ୍ଗି ଦେଇଛ, ତୁମେ କଳା ପାହାଡ଼ ସାଜିଛ, ତୁମେ ଭାରତର ପୃଥିବୀର ସମ୍ବିଧାନକୁ ଭାଙ୍ଗୁଛ। କିନ୍ତୁ ଯିଏ ଏ ପୃଥିବୀକୁ ସୃଷ୍ଟି କରିଛି ତା ସମ୍ବିଧାନକୁ ସେ ଆଜି ବି ବଜାୟ ରଖିଛି। ଏବେ ବି ଫଗୁଣ ମାସରେ ଆମ୍ର ଡାଳରେ କୋକିଳ କୁ କୁ ବୋଲି ଡାକୁଛି। ବୈଶାଖ ମାସରେ ବୋବଉନି,
ଏବେ ବି ପ୍ରହର ଅନୁଯାୟୀ ଶୃଗାଳ ତାର ଡାକ ଡାକୁଛି। କାଉଟ ଆଉ ନାହାନ୍ତି, କୁଆଡ଼େ ଗଲେନି ସବୁ, ଯୋଉଠି ବି ଅଛନ୍ତି ସେ କେତେବେଳେ ବୋବଉଛନ୍ତି, ରାତି ପାହିଲେ ସେ ବୋବଉଛନ୍ତି। ତେଣୁ ସମ୍ବିଧାନ ଏଇମାନେ ରଖିଛନ୍ତି। ଆମେ ଖାଲି କହୁଛୁ କଳା ପାହାଡ଼ ଭାଙ୍ଗିଦେଲା, କଳା ପାହାଡ଼ ତମେ ତ ନିଜେ କଳା ପାହାଡ଼ ହେଇଛ, ତମେ କ'ଣ କଳା ପାହାଡ଼ କଥା କହିବ? କେତେବେଳେ କହୁଛ ସେ ରକ୍ତ ବାହୁ ସବୁ ନେଇକିରି ଯାଉଥିଲା, ଚିଲିକାରେ ବୁଡ଼ିଗଲା। ତମେ ବର୍ତ୍ତମାନ ରକ୍ତ ବାହୁ କେତେଟି ରକ୍ତ ବାହୁଙ୍କୁ ଜାଣୁଛ? ସବୁ ଗୋଟେଇ ଗାଟେଇ ମାନେ 1000 କୋଟିର ମାଲିକ ହେବା ପାଇଁ ମାନେ ଚେଷ୍ଟା କରନ୍ତି, ସେ ଧରା ପଡ଼ିକିରି ଜେଲ୍ ଯାଆନ୍ତି। ଏମାନେ ସବୁ ହେଉଛନ୍ତି ରକ୍ତବାହୁ। ମଣିଷକୁ ମାରିକିରି ଏମାନେ ରକ୍ତବାହୁ ସାଜିଛନ୍ତି। ତୁମେ କଳା ପାହାଡ଼ ହେଇ କେତେ ମନ୍ଦିର ଭାଙ୍ଗିଛ। ଏବେ ଗୋଟା କ'ଣ ଶୁଣା ଯାଉଛି, ବଳିଆ କାଳେ ସବୁ ଭାଙ୍ଗି ପକଉଛି, ସବୁ ଠାକୁର ଭାଙ୍ଗି ରହୁଛି। ମୋ ଠାକୁର ହେଉଛି ହୁଙ୍କା ମୋ ଠାକୁର ନୁହଁ। ମୁଁ ହୁଙ୍କାରେ ଠାକୁରଙ୍କୁ ଡେକେ। କେଉଁ ଠାକୁର? ଅନନ୍ତ ଜ୍ୟୋତି, ଅନନ୍ତ ଆଲୋକ, ଅନନ୍ତ ପ୍ରଭା। ସେଇ ନାଁ ଅନୁଯାୟୀ ମୋର ପତ୍ରିକା ନାଁ ମଧ୍ୟ ଅନନ୍ତ ପ୍ରଭା ହେଇଛି, ଆଲୋକ ହେଇଛି। ଏବଂ ମୋର ପ୍ରତ୍ୟେକ ପୁସ୍ତିକାରେ ମଧ୍ୟ ଅନନ୍ତ ସ୍ରୋତ ବୋଲି ଲେଖା ହେଇଛି। ଭାଙ୍ଗିଲି କ'ଣ? ବରଂ ଆହୁରି ଭଲ କରିବା ପାଇଁ ତାକୁ ଚେଷ୍ଟା କରୁଛି। ମୋର କ'ଣ ଏଡ଼େ ବଡ଼ ଶକ୍ତି? ବିଶ୍ୱାବସୁଙ୍କର ଗୋଟେ କଥା ମୁଁ ସବୁବେଳେ କୋଟ୍ କରେ ଅନ୍ୟମାନଙ୍କ ପାଖରେ, ଯେ ଯାହାଙ୍କର ବାହୁ ତଳେ କୋଟି ବିଶ୍ୱ ରୁଚି ରହିଛି ମହାରାଜ, ମୋର କ'ଣ ଏଡ଼େ ବଡ଼ ବାହୁଟା ମୁଁ ଠାକୁରଙ୍କୁ ଲୁଚେଇ ରଖିଛି? ଆପଣ ଆର୍ଯ୍ୟ ଭୂମିର ରାଜା ହେଇ ଏକଥା ଭାବୁଛନ୍ତି କେମିତି? ଯେମିତି କହୁଛନ୍ତି ବଳଦେବ ପଡ଼ିଗଲେ। ବଳଦେବ ପଡ଼ିଗଲେ। ଆଜି ବଳଦେବ ଶୂନ୍ୟରେ ଉଠି ଯାଇଛନ୍ତି ମହାକାଶ। ତୁମେ କ'ଣଟା ପାଇଥାନ୍ତ? ସେ ବା ବଳଦେବ ସବୁବେଳେ ପଡ଼ିକିରି ଅଛନ୍ତି। ଆମରି ଭଳି ନିର୍ଲଜ୍ଜମାନଙ୍କୁ ବଞ୍ଚେଇ ରଖିବା ପାଇଁ ସେ ବାୟୁ ରୂପରେ ପ୍ରହରା ଦେଉଛନ୍ତି, ଜଳ ରୂପରେ ଦେଉଛନ୍ତି, ଅଗ୍ନି ରୂପରେ ଦେଉଛନ୍ତି, ମାଟି ରୂପରେ ଦେଉଛନ୍ତି, ଆକାଶ ରୂପରେ ଦେଉଛନ୍ତି। ସେଇ ପଡ଼ି ରହିଛନ୍ତି, ଆମେ ଜଗିଛନ୍ତି। ଏଠି ପଣ୍ଡା ସେବକ ଟିକେ ଟଣାଟଣି କରୁ ଏମିତି ଆଉଥିଲେ, ଏମିତି ପଡ଼ିଗଲେ। ଦିଅ କମିଶନ ବସା, ସିଏ ସରକାର ଇସ୍ତଫା ଦିଅନ୍ତୁ, ସିଏ ଅମୁକ ଦିଅନ୍ତୁ। ତେଣୁ ଏସବୁ କଥା ହେଉଛି ଗୋଟେ ବାକ୍ଚାତୁରୀ। ଏମିତି ଆମେ କହିପାରୁ, ଆମେ ଏମିତି ଗୋଟେ ବିଚାରବନ୍ତ ଲୋକ। ଏବେ ଏଇ ବର୍ଷର ରଥରେ ଜଗନ୍ନାଥଙ୍କ ରଥ ଟିକେ କ'ଣ 2 ହାତ ନା 3 ହାତ ଯାଏ ରହିଗଲା। ତମର କ'ଣ ଗଲା? ବରଂ ଆମେ ଧନ୍ୟ ହେଲେ ରଥାରୂଢ଼ ରଥେ ତୁ ବାମନ ଦୃଷ୍ଟ୍ୟା, ଆମେ ଆଉ ଗୋଟିଏ ଦିନ ରଥ ଟାଣିବୁ, ରଥରେ ଜଗନ୍ନାଥଙ୍କୁ ଦେଖିବୁ। ତାକୁ ନେଇ ବି ଆମେ ଆଜି ବିଭିନ୍ନ
ମାନେ ରାଜନୀତି କରୁଛୁ ଆଉ ରାଜନୀତି ବାଲାଙ୍କ ନାଁ ଧରିବା ପାଇଁ ମୋ ଇଚ୍ଛା ଆଉ ଆମେ ତ ସବୁ ଗୋଳାଳ କରୁଛୁ ଆଉ ଗଲା ସୋରୁ ଠାକୁର ଆଇଲେ ପୁଣି ସେଇ ଲକ୍ଷ ଲକ୍ଷ ଲୋକ ଭିତରେ ଆସିଲେ ଜଗନ୍ନାଥ ଯେମିତି ଏମିତି ବଳଦେବ ଏମିତି ରାଜା ଆଇଲେ ସେବା କଲେ ଯାହାକୁ ଦେଖିବା କଥା ଦେଖୁନା ଗୋଟେ ଲକ୍ଷେ ରାଜାଙ୍କର ମୌନମଣି ବୋଲି ଆମେ କହୁଛୁ ଆମ ଜାତକରେ ତାଙ୍କ ନାଁ ଲେଖା ହେଇଛି ସିଏ ଗୁଡ଼ା ଛାଞ୍ଚୁଣି ଧରିକିରି ସେ ସୁନା ଛାଞ୍ଚୁଣି ହଉ ଯାହା ହଉ ଛାଞ୍ଚୁଣି ଧରିକିରି ବାହାରୁଛନ୍ତି ଆମେ କ'ଣ ଶିଖିଛୁ ଆମେ କ'ଣ ଶିଖିଛୁ ଆମେ ଶିଖିଛୁ ବନ୍ଧୁକ ଧରି ବୁଲିବୁ ଛୁରୀ ଧରିକିରି ବୁଲିବୁ ଏ ପାଖରେ ଆମର ସବୁ ଭାରତ ବର୍ଷରେ ଯେଉଁଠି ରଥ ହେଇଛି ସେଠି ରାଜାମାନେ ବାହାରନ୍ତି ସେଇଟା ଗୋଟେ ମାନେ ଏଇଟା ଗୋଟେ ଖେଳନା ଭଲ ନୁହଁ ଯେଉଁଠି ରାଜାମାନେ ମନ୍ଦିର କରିଛନ୍ତି ସେଠି ରାଜବଂଶର ଲୋକ ସେରା ପରା କରିବା ଉଚିତ ତେଣୁ ରଥ ବେଳକୁ ମାନେ କିଛି ଅଳିଆ ମଳିଆ ଥିଲା ଝାଡ଼ୁଛନ୍ତି କିନ୍ତୁ ପ୍ରକୃତରେ ଗୋଟେ ସେବା ତାଙ୍କୁ ଦିଆହେଇଛି ଆଗରୁ ରତ୍ନସିଂହାସନ ପାଖରୁ ରଥ ପର୍ଯ୍ୟନ୍ତ ଆଣୁଥିଲେ ଗୋଟେ ସମୟରେ କେଉଁ ରାଜାଙ୍କର ଦେହ ମୁଣ୍ଡ ଟିକେ ଖରାପ ହେଲା ତେଣୁ ତାଙ୍କୁ ଟିକେ ଆମେ ଇଏ ଦେବା ପାଇଁ ବିଶ୍ରାମ ଦେବା ପାଇଁ ଗୋଟେ ଏମିତି କଳ୍ପନା କଲୁ ତେଣୁ ସେ ଯାହା ହଉ ଆମେ କ'ଣ ଶିଖିଲୁ ଆମେ ଶିଖିଲୁ ବାବୁ ତମେ ଯେତେ ସୁନାର ପାହାଡ଼ ଭିତରେ ବସିଥିଲେ ବି ନିଜେ ସୁନା ପୁଅ ଝିଅ ହେଇ ତମେ ଅହଙ୍କାରକୁ ଝାଡ଼ି ଦିଅ ଜ୍ଞାନକୁ ମାର୍ଜନ କର ଏ ହେଉଛି ଜୀବନର କଥା ମାନବର କଥା ତମର କ'ଣ ମନେ ନାହିଁ କି ତୁମେ ସବୁବେଳେ ଗୁଣ୍ଡିଚା ମନ୍ଦିରରେ ଥିବ ସପନ ଯେତେ ଦେଖୁ ବାଇଆ ସକାଳେ ଯାଏ ଦୂରେ জীবন স্বপ্ন সে পারি যায় জীবন স্বপ্ন সে পারি যায় সময়ের চক্র ধরে সময়ের চক্র তলে সময়ের চক্র তলে ସମୟର ଚକ ତଳେ ତମେ ବୋଧେ ଏଇ କଥାଟା ଭୁଲି ଯାଇଛ ଭୁଲି ଯାଉଛ ଏ ବାହ୍ୟ ଚାକଚକ୍ୟ ଦେଖି ଭୁଲି ଯାଉଛ ଆମ ମହାପୁରୁଷମାନେ ଲେଖିଛନ୍ତି ଜଗନ୍ନାଥ ଦାସ ଲେଖିଲେ ଉଡ଼ୁଛି କାଳ ସଞ୍ଚାଣ ମନେ ନାହିଁ କି ଆଉ ଏଣିକିରେ ମନ ଭୁଲୁ କାହିଁକି ଉଡ଼ୁଛି କାଳ ସଂସାର ମନେ ନାହିଁ କି ଆଉ ଏଣିକିରେ ମନ ଭୁଲୁ କାହିଁକି କେତେ ଚମତ୍କାର କଥା ଲେଖିଛନ୍ତି ହାଟରେ ପାଞ୍ଚ ପାଇକ ହେଉଛନ୍ତି ହାଟ ହାଟ ସରିଲେ ମଣିଷ ଆଉ ପାଇକି ହାଟ ସରିଲେ ମଣିଷ ଆଉ ପାଇକି
ବଢିଆ ପଦ ଅଛି, ଐରି ତୋ କଳ ବନା ସେ ଦୀପ କାବେନି ଶୂନ୍ୟରେ ବାଜୁଛି ବୀଣା ମନେ ନାହିଁ ଶୂନ୍ୟରେ ବାଜୁଛି ବୀଣା ମନେ ନାହିଁ ବେଣିକିରେ ମନ ଭୁଲୁ କାଢ଼ିଛି ଉଡୁଛି କାଳ ସଂସାର ମନେ ନାହିଁ। ଏମିତି ବହୁତ ଗୋଟିଏ ଗୀତରେ ମାନେ ମହାପୁରୁଷ ସବୁ କଥା ଲେଖିଥିଲେ। ଜୀବନ ଦର୍ଶନଟା ଗୋଟେ ଗୀତ ଭିତରେ ଲେଖିଥିଲେ। ଆମେ ତ ଗୀତା ବ୍ୟତୀତ ମୁଁ କିଛି ଜାଣିନି। ଯେତିକିଟି କଥା ମୁଁ ଗୀତାରୁ ଶିଖିଛି ସେତିକିଟି କଥା ଯେଉଁ କଥା ସହିତ ମିଶେ ମୁଁ ସେଇ କଥା ଟିକେ କହେ। ମୁଁ ରାମାୟଣ କହେ କିନ୍ତୁ ଗୀତା ଯଦି ମିଶିବ କହିବି। ଗୀତା ହେଉଛି ସର୍ବଶାସ୍ତ୍ରମୟୀ। ଆମ ଠାକୁର ରାଜା ଗୋଟେ ଇଣ୍ଟରଭ୍ୟୁରେ ଏବେ କହିଲେ, ମୋତେ ଏତେ ଭଲ ଲାଗିଲା, ଗୋଟେ ପତ୍ର ବି ତାଙ୍କ ପାଖକୁ ଦେଲି। ସିଏ ଯେତେବେଳେ 17 ବର୍ଷ ହେଇଥିଲେ ସେ ଗାଦିସୀନ ହେଲେ, ମାନେ ଗାଦିରେ ବସିଲେ। ସେଇ ସମୟରେ ବୋଧେ କି କ'ଣ ସବୁ କେଉଁ ସମୟଟା ମୁଁ କିଛି ବାହାରେ କହିପାରିବିନି, ସେ ଗୋଟେ ଜାଗାରେ ଯାଇ ଜଣକୁ ଅପେକ୍ଷା କଲେ, ବସିଛନ୍ତି, ସେ ଲୋକ ଆସିନି। ଆଉ ସେ ଆସିବା ବେଳେ ସେ ଟେବୁଲ ଉପରେ କେତେ ଗୁଡ଼ା ବହି ଥିଲା। ସେ ଆମେ ଖାଲି ସେ ବହି ଗୁଡ଼ାକ ନାଁ ଶୁଣିଛୁ ଗୀତା, କିନ୍ତୁ ଗୀତା ପଢ଼ିନୁ। ଆଉ ସେ ଗୀତାଟିକୁ ସେ କହିଲେ ଚିନ୍ମୟାନନ୍ଦଙ୍କର ବ୍ୟାଖ୍ୟା ଗୀତାଟି ମୁଁ ଗୋଟେ ମୋ ହାତରେ ପଇଲା, ବସିବି କାହିଁକି ନଉଟେଇ ଦେଲି। ଆଉ ମୁଁ ଦେଖିଲି, ସେ କହୁଛନ୍ତି, ମୁଁ ଦେଖିଲି ଆମ ଜୀବନ ଦର୍ଶନଟା ଆମେ ଯାହା ଦେଖୁଛୁ ଭାବୁଛୁ ସବୁ ଯେମିତି ଗୀତା ଭିତରେ ଅଛି। ଆଜି ମୁଁ ଗଜପତି ଭାବରେ ଅଛି, ଠାକୁରଙ୍କର ଏସବୁ ନୀଳା ଖେଳା ସବୁ ଯାହା ଚାଲିଛି, ଇଏ ସବୁ କଥା ଯେମିତି ଗୀତାର ଗୋଟାଏ ପରୋକ୍ଷ ବାର୍ତ୍ତା। ପ୍ରକୃତରେ ସେ କଥା ମଧ୍ୟ ସତ୍ୟ। ମୁଁ ତାଙ୍କ ପାଖକୁ ଗୋଟେ ମାନେ ବାର୍ତ୍ତା ମଧ୍ୟ ଦେଲି। ତେଣୁ ହେ ବାବୁମାନେ, ଆମ ଭଳି କେତେ ଆସିବେ ଜଗତେ, ଦେଖୁ ଯିବେ କେତେ ଚାହୁଁ ଚାହୁଁ, ଏଇ ଯେଉଁ କଥାଟା ଏମିତି କେତେ ଆସିବେ କେତେ। ଆଜି ବଳିଆ ଅଛି, ବଳିଆ କହୁଛି, ପୁଣି ବଳିଆ କ'ଣ କହୁଛି, ଭୁଲ କହୁଛି କି ଠିକ୍ କହୁଛି ସେଇଟା ଅଲଗା କଥା। ପୁଣି ବଳିଆ ବିଷୟରେ କହିବା ପାଇଁ ମଧ୍ୟ, ଜଗନ୍ନାଥଙ୍କ ବିଷୟରେ କହିବା ପାଇଁ ମଧ୍ୟ, ଭାଗବତ ବିଷୟରେ କହିବା ପାଇଁ ମଧ୍ୟ, ବେଦ ବେଦାନ୍ତ ଭିତରେ କହିବା ପାଇଁ ମଧ୍ୟ ଆମର ସବୁ ପିଲାମାନେ ବି ଆସିଗଲେଣି। ଆମ ପରେ ସେ କହିବେ, ଆମେ କ'ଣ ଲାଗି କହୁଛୁ। ତେଣୁ ଆମର ଏଇଠି 2 ଜଣ ଆମର ପିଲା ବସିଛନ୍ତି, ବ୍ରାହ୍ମଣ ପିଲା, ଜଣେ ଚିଦାନନ୍ଦ ବ୍ରହ୍ମଚାରୀ, ଆଉ ଜଣେ ପ୍ରତାପ ଚନ୍ଦ୍ର ନନା। ଇଏ କହୁଥିଲେ ଆକାଶବାଣୀରେ, ନ୍ୟୁଜ୍ 18ରେ, ସିଏ କହୁଥିଲେ କଳିଙ୍ଗରେ। ପ୍ରତ୍ୟେକ ବର୍ଷ କହୁଛନ୍ତି। ପୁଣି କେତେବେଳେ ଶୁଣାଯାଉଛି ଯେ ଜଗନ୍ନାଥଙ୍କ କଥାଟା ପଞ୍ଚରାତ୍ର ହେଉଛି, ସେଟା ମୋ ମନକୁ ଯାଏନି। ବୋଲେ ପଞ୍ଚରାତ୍ର ନ କରି ଠିକ୍ ଗୁଣ୍ଡିଚା ବେଳେ ଗୋଟେ ମାନେ 10 ରାତ୍ର ଗୋଟେ କର, ଗୋଟେ ଜାଗାରେ କେବଳ ନିରୋଳା ଜଗନ୍ନାଥଙ୍କ ଦର୍ଶନ।
ତା ଦେହରେ ସ୍କନ୍ଦ ପୁରାଣ ଥାଉ କି ଅଚ୍ୟୁତାନନ୍ଦଙ୍କ ମାଳିକା ଥାଉ। ତେଣୁ ଇଏ ଜଗତର କଥାଟା ଜଗନ୍ନାଥଙ୍କ ଭିତରେ କେମିତି ଅଛି ଏଇଟା ମଣିଷ ଜାଣୁ। ଆଉ ଏଠି ଗୋଟେ ଜଗନ୍ନାଥ ଆମେ କଲୁ, ସେଠି ବେଙ୍ଗଲରେ ଗୋଟେ ଜଗନ୍ନାଥ ହେଲା। ସିଏ ନିଜେ ଜାଣିନାହାନ୍ତି ବୋଧେ ନବଦ୍ୱୀପଟାକୁ ମଧ୍ୟ ଧାମ ବୋଲି ଆମେ କହୁ। ତ ସେତେବେଳେ ଧାମ ଅଛି, ପୁଣି ଗୋଟେ ଧାମ କାହିଁକି କରୁଛ? ତାଙ୍କୁ କିଏ କହିବ? ଆମର ତାଙ୍କର ଦେଖା ହେବା ପାଇଁ ମଧ୍ୟ ଇଏ ଜୀବନରେ ସ୍ୱପ୍ନ। ଆମେ ଭଲ ହଉ ବେଶୀ ହଉ କମ୍ ହଉ ଆମେ ସବୁ ଅଦୃଶ୍ୟ ସତାର ଉପଲବ୍ଧି କରି ସାରିଲୁଣୁ। ଥରେ ନୁହଁ 100 ଥର ବୋଧେ ହେଇଯାଏ। ସେ ପୁଣି ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଭିତରେ ଧ୍ୟାନରେ ସ୍ୱପ୍ନରେ ଜାଗରଣରେ ସବୁବେଳେ। କିନ୍ତୁ ଇଏ ଯେଉଁ ଆଜିକାଲି ଯେଉଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଆଉ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏ କେତେ ପ୍ରକାର ସବୁ ଗଭର୍ଣ୍ଣର, କିନ୍ତୁ ଆଙ୍କ ଦେଖା ପାଇବା ପାଇଁ କେତେ କଷ୍ଟ, କେତେ ମାନେ ସଂଗ୍ରାମ କଲେ, ତାକୁ ଧର ଆକୁ ଧର ଖୋଜାମନ୍ତ କର, ନାଇଁ ତାଙ୍କୁ ପାଇବ। ତେଣୁ ଇଏ ଅଧମ ସେବକ ଦ୍ୱାରା ହବ ନାହିଁ, ହେଇନାହିଁ କିମ୍ବା ହବ ନାହିଁ। ଆସିଛି ଦିନେ ବାହୁଡ଼ିବି। ତାପରେ ମୋ ଇତିହାସ ଯିଏ ପଢ଼ିବ ପଢ଼, ନହେଲେ ନାହିଁ। ତେଣୁ ଯିଏ ଯାହା ଭାବନ୍ତୁ, ଆମେ କିନ୍ତୁ ଯୋଉଠି ଅଛୁ ସେଇଠି, ଆମର କୁଆଡ଼େ ଯିବାର ନାହିଁ। କାହିଁକି ଯିବୁ? କ'ଣ କାହାକୁ ମାଗିବୁ? ସେ କ'ଣ ଆମକୁ ଦେବେ? ଯେ ତମେ କ'ଣ ଆମକୁ ଦେବ? ତମେ ବା ଯାଇଛ ଆମକୁ ଦେବା ପାଇଁ, ଆଉ ଆମେ ଏମିତି କରିଦେଲୁ। ତୁମେ କରିବା ପାଇଁ ଯାଇଥିଲ, ଆଉ କଲ ବୋଲି କହିଲ କେମିତି? କହୁଛ କେମିତି? ଯଦି ଆହୁରି ଭଲ କରିଥାନ୍ତା ଭଲ, ସେ ନ କଲ ନାହିଁ ଆଉ କ'ଣ? ତେଣୁ ସଜ୍ଜନ, ଆଜି ପ୍ରଭୁ ଅଛନ୍ତି ମା ଗୁଣ୍ଡିଚାଙ୍କ କୋଳରେ। ଆଜି ସେ ଅନ୍ନପ୍ରସାଦ ଟିକେ ପାଇବେ। ନୂଆଗଡ଼ରେ ଆମେ ଗୋଟେ ନୀଳମାଧବ ଗୋଟେ ସ୍ଥାପନ କରି ପୂଜା କରୁ। ସେଠି ଗୋଟେ ନୀଳା ଲାଗିଛି। ଠାକୁରଙ୍କର ନବମୀ କ'ଣ ନବଯୌବନ ବେଶ ଠାରୁ ଠାକୁର ପୁଣି ବାହୁଡ଼ିବା ପର୍ଯ୍ୟନ୍ତ, ମାନେ ଜଗନ୍ନାଥଙ୍କ କ୍ଷେତ୍ର ସିଂହାସନକୁ ଯିବା ପର୍ଯ୍ୟନ୍ତ କିଛି ଭକ୍ତମାନେ ଭାତ ଡାଲି ତରକାରୀ କରି କଦଳୀ ପତ୍ରରେ ସେଇଠି ଯେଉଁ ମୂର୍ତ୍ତି ଅଛନ୍ତି ତାଙ୍କୁ ସମର୍ପଣ କରନ୍ତି। ଗୋଟେ ଭାବର କଥା। ଯିଏ ସବୁ ଆମେ କ'ଣ ତାଙ୍କୁ ଖାଇବାକୁ ଦେଉଛୁ? ଏଗୁଡ଼ା ସବୁ ମିଛ କଥା ଗୁଡ଼ାକ, କାହିଁ ଆମେ ଏଗୁଡ଼ା ଗପିବୁ? ତେଣୁ ସିଏ ସବୁଠୁ ମୁଁ କହିଲି ଠାକୁରଙ୍କୁ ଏତେ ପୂଜାପୂଜି କରୁନା। ଯିଏ ପୂଜ୍ୟ, ଯିଏ ସବୁ ଆମ ପାଇଁ ଦେଇଛି, ଆମେ ତାକୁ କ'ଣ ଦେବା? ଆଉ ସେଇ କାଳିଆ ପାଖରେ ବଳିଆ ପାଖରେ ଏଇ ସେବକ ବଳିଆର କୋଟି କୋଟି ପ୍ରଣିପାତ, କୋଟି କୋଟି ନିବେଦନ। ବିଶ୍ୱ ଯୁଦ୍ଧ ବିମୁକ୍ତ ହଉ, ପରିବେଶ ସ୍ୱର୍ଣ୍ଣମୟ ହଉ, ଯୁବକମାନେ ଦୀର୍ଘାୟୁ ହୁଅନ୍ତୁ, ନିଶା ମାଦକ ତ୍ୟାଗ କରନ୍ତୁ। ପରିବାରରେ ଏଇ ଯେଉଁ ତୁମେ ତ ଭାଇ ଭାଇ ବାଡ଼ିଆ ପିଟା ହେଉଛ, କିନ୍ତୁ ଜଗନ୍ନାଥଙ୍କୁ ଦେଖିବାକୁ ଯାଉଛ କାହିଁକି? ରାମ ମନ୍ଦିର କାହିଁକି ଗଲ? ଏଠି କ'ଣ ଦେଖୁଛ? ତେଣୁ ସମସ୍ତେ ଆଦର୍ଶକୁ ଗ୍ରହଣ କର।
ଯେଉଁ ବାଟେ ବାଟେ ଆସିଛ ବନ୍ଧୁ ସେଇ ବାଟ ଦେଇଯାଅ। ଇଏ ସେବକ ଭଳିଆ ସମସ୍ତଙ୍କୁ ପ୍ରଣାମ ଜଣାଇ ମୋର ଇଷ୍ଟଦେବ ମୋର ଗୁରୁଦେବ ସମସ୍ତ ଗୁରୁବର୍ଗମାନଙ୍କୁ ପ୍ରଣାମ ଜଣାଇ କଥାକୁ ତାଙ୍କରି ପାଦ ତଳେ ତାଙ୍କରି କଥାକୁ ସମର୍ପଣ କରୁଛି। ହରି 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 ବୋଲ ହରି ହରି হরি বল হরি হরি বল হরি 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 বল হরি 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 বল হরি 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 বল হরি 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 বল হরি 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 বল হরি 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 বল হরি হরি বল হরি 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 বল হরি 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 বল হরি 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 বল হরি 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 বল হরি 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 বল হরি 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 বল হরি হরি